ଭାରତ 1947 ମସିହା ଅଗଷ୍ଟ 15ରେ ଫ୍ରିଡମ୍ ପାଇଲା। ସମସ୍ତେ ବହୁତ ଖୁସି ଥିଲେ, ବଟ୍ ଗୋଟେ ଷ୍ଟେଟ୍ ଫ୍ରିଡମ୍ ପାଇନଥିଲା। ଇନଫ୍ୟାକ୍ଟ ସେ ଷ୍ଟେଟ୍ ଭାରତର ପାର୍ଟ ହିଁ ନଥିଲା ଏବଂ ତା ନାଁ ଥିଲା ହାଇଦ୍ରାବାଦ। ତ ହାଇଦ୍ରାବାଦ ଗୋଟେ ଲ୍ୟାଣ୍ଡଲକ୍ଡ ଷ୍ଟେଟ୍ ଥିଲା, ପୁରା ଭାରତର ମିଡିଲରେ। ଏବଂ ୱିଥ୍ ହାଇଦ୍ରାବାଦ ପାଖାପାଖି 60ଟି ପ୍ରିନ୍ସିଲି ଷ୍ଟେଟ୍କୁ କୁହାହେଲା ଯେ ତୁମେ ଭାରତରେ ମିଶିବ କିମ୍ବା ପାକିସ୍ତାନରେ ମିଶିବ କିମ୍ବା ତୁମେ ଫ୍ରିଡମ୍ ରହିବ। ପ୍ରିନ୍ସିଲି ଷ୍ଟେଟ୍ ମାନେ ଯେଉଁ ଷ୍ଟେଟ୍ରେ ରାଜାମାନେ ଶାସନ କରୁଥିଲେ। ତ ବହୁତ ଗୁଡ଼ିଏ ଷ୍ଟେଟ୍ ଭାରତରେ ମିଶିଲେ, ବଟ୍ ହାଇଦ୍ରାବାଦର ଯେ ଶାସକ ଥିଲେ ତାଙ୍କ ନାଁ ଥିଲା ନିଜାମ ଉସ୍ମାନ ଅଲି। ବହୁତ ରିଚ୍ ଥିଲେ, କ୍ରୋଡ଼ କ୍ରୋଡ଼ ସମ୍ପତ୍ତି ଥିଲା। ସେ କହିଲେ ନା ନା ନା, ମୋ ସମ୍ପତ୍ତି ମୁଁ ଏମିତି ଦେଇପାରିବି ନାହିଁ। ତ ସେ ମନା କଲେ। ସେ କହିଲେ ନା ମୁଁ ଭାରତରେ ମିଶିବି, ନା ମୁଁ ପାକିସ୍ତାନରେ ମିଶିବି, ମୁଁ ଫ୍ରିଡମ୍ ଗୋଟେ ନେସନ୍ ବନେଇବି ହାଇଦ୍ରାବାଦ। ତ ପ୍ରୋବ୍ଲେମ୍ କୋଉଠି କ୍ରିଏଟ୍ ହେଲା, ଯେଉଁ ହାଇଦ୍ରାବାଦର ଯେଉଁ ଲୋକମାନେ ଥିଲେ ସେମାନେ ଚାହୁଁଥିଲେ ଭାରତରେ ମିଶିବା ପାଇଁ। ତାଙ୍କୁ କଣ୍ଟ୍ରୋଲ କରିବା ପାଇଁ ନିଜାମଙ୍କର ଗୋଟେ ପ୍ରାଇଭେଟ୍ ଆର୍ମି ଥିଲା, ଯାହାକୁ ନାଁ ଦେଇଥିଲେ ରାଜାକାର। ଏବଂ ଏ ଯେଉଁ ରାଜାକାର ମାନଙ୍କୁ ପୁରା ଲାଇସେନ୍ସ ଥିଲା, ଏମାନେ ଯାହାକୁ ଚାହିଁବେ ହାଣିବେ, ମାରିବେ, କିଛି ବି କରିପାରିବେ। ଆମ ପାଖରେ ୱେପନ୍ ବି ଥିଲା। ତ ଏମାନେ ଆଟ୍ରୋସିଟିଜ୍ କରୁଥିଲେ, ଏମାନେ ଟର୍ଚର କରୁଥିଲେ ଯେଉଁ ନର୍ମାଲ ହାଇଦ୍ରାବାଦର ସିଟିଜେନ୍ସ ମାନେ ଥିଲେ, ଏବଂ ତାଙ୍କୁ ବଞ୍ଚିବା ପାଇଁ କିଏ ବି ନଥିଲେ। ଏ ଖବର ଆସିକି ପହଞ୍ଚିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ନେହେରୁଙ୍କ ପାଖରେ। ନେହେରୁ ଚାହୁଁଥିଲେ ଡିପ୍ଲୋମେସି ୱେରେ ୟାକୁ ସଲ୍ଭ କରିବା ପାଇଁ, କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଖିଲେ ଯେ ଯେଉଁ କାମ ହାଇଦ୍ରାବାଦ କରୁଛି ବହୁତ ପ୍ରୋବ୍ଲେମ୍ ହେବ, ହୁଏତ ଆଉ ଗୋଟେ ପାକିସ୍ତାନ କ୍ରିଏଟ୍ ହେଇପାରେ। ସିଏ କହିଥିଲେ ମୁଁ କେବେ ବି ଭାରତରେ ଆଉ ଗୋଟେ ପାକିସ୍ତାନ ହେବାକୁ ଦେବିନି। ଦେନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅର୍ଡର ଦେଲେ ମିଲିଟାରୀ ଅପରେସନ୍ କରିବା ପାଇଁ। ଯେଉଁ ଅପରେସନ୍ ହାଇଦ୍ରାବାଦ ଉପରେ କରାହେଲା ତାର ନାଁ ଥିଲା ଅପରେସନ୍ ପୋଲୋ। କେବେ ହେଇଥିଲା? 1948, ମାନେ 1 ଇୟର ପରେ ହେଇଥିଲା ଇଣ୍ଡିପେଣ୍ଡେନ୍ସର ସେପ୍ଟେମ୍ବର 13ରେ। ଓକେ, ତ ଇଣ୍ଡିଆନ୍ ଆର୍ମି ଚାରିଆଡ଼ୁ କ'ଣ କଲେ, ଘେରିଗଲେ ହାଇଦ୍ରାବାଦକୁ ଏବଂ ଗୋଟେ ୱାର୍ ହେଇଥିଲା। ଗୋଟେ ଆଡ଼େ ଥିଲେ ରାଜାକାର ପ୍ରାଇଭେଟ୍ ଆର୍ମି, ଆଉ ଗୋଟେ ଥିଲା ଇଣ୍ଡିଆନ୍ ଆର୍ମି। ତ ୱିଦିନ୍ 5 ଡେଜ୍ ରାଜାକାର ସମସ୍ତଙ୍କୁ ଇଣ୍ଡିଆନ୍ ଆର୍ମି ମାରି ଦେଇଥିଲେ। ଆଉ ଯେଉଁ ହାଇଦ୍ରାବାଦ ଥିଲା, ହାଇଦ୍ରାବାଦ ଭାରତର ପାର୍ଟ ହେଇଯାଇଥିଲା। ଏବଂ ହାରିଲା ପରେ ହାଇଦ୍ରାବାଦର ଯେଉଁ ଶାସକ ଥିଲେ ଉସ୍ମାନ ଅଲି, ସେ ରିଟର୍ନ ଏଗ୍ରିମେଣ୍ଟ କରିଥିଲେ ଯେ ଆଜିଠୁ ଭାରତର ଗୋଟେ ପାର୍ଟ ହାଇଦ୍ରାବାଦ। ତ ଏହିପରି ଭାବରେ ହାଇଦ୍ରାବାଦ କ'ଣ ହେଇଥିଲା, ଭାରତରେ ମିଶିଥିଲା। ଏମିତି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ଜାଣିବା ପାଇଁ ୟୁ କ୍ୟାନ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍। ଥ୍ୟାଙ୍କ ୟୁ।